ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ARS ନ୍ୟୁଜ୍କୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଅଛି। ଦର୍ଶକ ବନ୍ଧୁ, ଆଜିର ମୁଖ୍ୟ ଖବର, ରାଜ୍ୟ ସରକାରଙ୍କର ବଡ଼ ପଦକ୍ଷେପ। ତମାଖୁ ଓ ନିକୋଟିନ୍ ଯୁକ୍ତ ସମସ୍ତ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଆଉ ମିଳିବନି ଏହି ସାମଗ୍ରୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିୟମକୁ ଲାଗୁ କରାଯାଇଅଛି। ଗୁଟକା, ପାନ ମସଲା, ଜର୍ଦା, ଖଇନି ସମ୍ପୂର୍ଣ୍ଣ ନିଷେଧ। ନିକୋଟିନ୍ ଯୁକ୍ତ ସାମଗ୍ରୀର ଉତ୍ପାଦନ ଓ ପ୍ୟାକେଜିଂ ମଧ୍ୟ ନିଷେଧ। ସଂରକ୍ଷଣ, ପରିବହନ, ବାଣିଜ୍ୟ ଓ ବିକ୍ରି ଉପରେ କଟକଣା ସାର୍ବଜନୀନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସରକାରଙ୍କର ଏହି ନିଷ୍ପତ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜର୍ଦା, ଖଇନି, ଗୁଟକା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି। ଏହା ସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖରାପ। ବିଶ୍ୱ ବୟସ୍କ ତମାଖୁ ସର୍ବେକ୍ଷଣର ଦ୍ୱିତୀୟ ରାଉଣ୍ଡରେ ଓଡ଼ିଶାର 42% ଜନସଂଖ୍ୟା ଧୂଆଁହୀନ ତମାଖୁ ସେବନ କରୁଥିବା ନଜରକୁ ଆସିଥିଲା, ଯାହାକି ଜାତୀୟ ହାରଠାରୁ 2 ଗୁଣା। ସେହିପରି ଖାଦ୍ୟ ସୁରକ୍ଷା ଓ ମାନକ ନିୟନ୍ତ୍ରଣ 2011 ମସିହା ଆଇନ ତମାଖୁ ଓ ନିକୋଟିନ୍ ଯୁକ୍ତ ଉତ୍ପାଦର ବ୍ୟବହାର ଉପରେ କଟକଣା ଲଗାଯାଇଅଛି। ଏସବୁକୁ ବିଚାରକୁ ନେଇ 2013 ମସିହାରେ ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍ ଉତ୍ପାଦ ବିକ୍ରିକୁ ରାଜ୍ୟରେ ନିଷିଦ୍ଧ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଗୁଟକା କମ୍ପାନୀମାନେ ଗୋଟିଏ ପ୍ୟାକେଟରେ ତମାଖୁ ଓ ଅନ୍ୟ ପ୍ୟାକେଟରେ ଚୋବାଇବା ଉତ୍ପାଦ ବିକ୍ରି କରୁଥିବା ନଜରକୁ ଆସିଥିଲା, ଯାହାଫଳରେ ଲୋକମାନେ ଦୁଇ ଉତ୍ପାଦକୁ ମିଶାଇ ପୂର୍ବ ଭଳି ଖାଇଥିଲେ। ଏଭଳି ତମାଖୁ ଓ ନିକୋଟିନ୍ ଯୁକ୍ତ ଅନେକ ଉତ୍ପାଦ ବିଭିନ୍ନ ନାଁରେ ବଜାରରେ ଉପଲବ୍ଧ ହେଉଅଛି। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ସବୁ ରାଜ୍ୟମାନଙ୍କୁ ଏହା ଉପରେ ମତ ରଖିବାକୁ ଆହ୍ୱାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତମାଖୁ ଓ ନିକୋଟିନ୍ ଯୁକ୍ତ ଉତ୍ପାଦ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଅଛି। ତେଣୁ ଚୋବାଇ ହେଉଥିବା କିମ୍ବା ଅନ୍ୟ ସୁଗନ୍ଧିତ ତମାଖୁ ଉତ୍ପାଦର ବିକ୍ରିକୁ ନିଷିଦ୍ଧ କରାଯାଇଛି। ସେହିପରି ପ୍ୟାକେଟ୍ କିମ୍ବା ବିନା ପ୍ୟାକେଟରେ ବିକ୍ରି ହେଉଥିବା ଉତ୍ପାଦ କିମ୍ବା ସହଜରେ ଅନ୍ୟ ଉତ୍ପାଦ ସହ ସହଜରେ ମିଶି ପାରୁଥିବା ଉତ୍ପାଦର ବିକ୍ରି ମଧ୍ୟ କଟକଣା ଜାରି କରାଯାଇଅଛି। ନୂଆ ବିଜ୍ଞପ୍ତି ଜାରି ହେବା ସହ 2013 ମସିହାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ହଟାଇ ଦିଆଯାଇଅଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ।